ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ଆଜି ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ପାଇଁ ବିଜୟୀ ହେବା ପରେ ସେ ଆଜିଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁରବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଅବସରରେ ବିଜେପିର ବହୁ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ରବୀନ୍ଦ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମାଙ୍କ ଟିକେଟ ପାଇଲା ପରେ ମାଙ୍କ ପାଖରେ ଆସିଥିଲି, ଆଶୀର୍ବାଦ ନେଇକି ଯାଇଥିଲି। ଆଜି ବିଜୟୀ ହେଲା ପରେ ଏଇ ମାଙ୍କ ଆଶୀର୍ବାଦ ନେଇ ଯାଉଛି। ଆଗାମୀ 5 ବର୍ଷ କେମିତି ଯାଜପୁରବାସୀଙ୍କ ସେବା ମୁଁ କରିବି, ସେଥିପାଇଁ ମାଙ୍କ ଆଶୀର୍ବାଦ ନେଲି। କାରଣ ଆଜିଠାରୁ ମୁଁ କହିଥିଲି ଯେ ମୁଁ ଏମପି ହେଲେ ମଧ୍ୟ ସରପଞ୍ଚ ଭଳି କାମ କରିବି। ଆଜିଠାରୁ ମୋର କାମ ଷ୍ଟାର୍ଟ ହେଲା। ମାଙ୍କ ପୀଠରେ ମୁଁ କହୁଛି ଆଜିଠାରୁ କାମ ଷ୍ଟାର୍ଟ ହେଲା। ଯାଜପୁରରେ କେମିତି ବିକାଶ ହେବ, ଯାଜପୁରରେ ପ୍ରଥମ ଥର ପରେ ଜିଲ୍ଲାରେ ପଦ୍ମ ଫୁଲ ଫୁଟିଛି। ତେଣୁ ଆମେ ସମସ୍ତେ ଗର୍ବିତ ଏବଂ ସମସ୍ତଙ୍କୁ ମୁଁ ଯାଜପୁରବାସୀଙ୍କୁ ଧନ୍ୟବାଦ ଜଣାଉଛି। ଦେଖନ୍ତୁ, ଯାଜପୁରବାସୀଙ୍କ ପ୍ରଥମ ଆମର କର୍ତ୍ତବ୍ୟ, ପୁରୁଣା ରାଜଧାନୀ ଓଡ଼ିଶାର ରାଜଧାନୀ, ସେଠି ରେଳପଥ ସଂଯୋଗ କରାଯିବ। ସେଥିପାଇଁ ମୁଁ ଯଥାଶୀଘ୍ର ଚେଷ୍ଟା କରିବି ଏବଂ ଯେତିକି ପ୍ରଚେଷ୍ଟା ଅଛି ତାକୁ ଆଗେଇ ନେବି। ଦ୍ୱିତୀୟ ହେଉଛି ପୁରୁଣା ଆମର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଯୋଉଟା ରତ୍ନଗିରିରେ, ତାର ପୁନରୁଦ୍ଧାର କରିକି ସେଠି ବୁଦ୍ଧିଜୀବୀ ଉପରେ ହେରିଟେଜ କଲଚର ଏବଂ ମ୍ୟାରିଟାଇମ୍ ହେରିଟେଜ ଉପରେ ମାନେ ପାଠ୍ୟକ୍ରମ ରହିବ ଏବଂ ଯେତେ ପ୍ରକାର ନଦୀ ଅଛି ତାର ସୁନାବ୍ୟାଗ କରିବା ଏବଂ ଯୋଉଠି ଜାଭା ସୁମାତ୍ରା ବନ୍ୟ ସବୁ ଯାଉଥିଲେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସେଟାକୁ ସୁନାବ୍ୟାଗ କରି ବାଣିଜ୍ୟ ବ୍ୟବସାୟରେ ଉପଲବ୍ଧ କରାହବ। ଏବଂ ଚାଷୀ ଭାଇ ମାନଙ୍କ ପାଇଁ ମଣ୍ଡି ବ୍ୟବସ୍ଥା ଆରମ୍ଭ କରି କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ଏବଂ ମାର୍କେଟିଂ ସୁବିଧା କରାହବ ଏବଂ ତାପରେ ଯୁବବର୍ଗ ଯୋଉଗୁଡାକ ଏମ୍ପ୍ଲୟମେଣ୍ଟ ଠାରୁ ଆରମ୍ଭ କରି ଅନ୍ୟ ସବୁ ତାଙ୍କର ମୁଖ୍ୟ ସ୍ରୋତରେ ମୋଦିଜୀଙ୍କ ଯୋଉ ସ୍ୱପ୍ନ ଅଛି डिजिटल इंडिया बा न्यू इंडिया कॉन्सेप्ट तांको जोड़िबा ए जो बीजेडी भ्रष्टाचारी सरकार से मद्यप कर देछि से मुक्त दे एक मुख्य स्रोत करबा एवं देश गठन रे से लागी रहिबे। विजय से प्रथम दउछि जाजपुरवासी की, जाजपुर जतक भाई भौणी समस्त देवी, तापर तो अन्न मान देवी जो माने मोर कर्मी माने दिन राति भारतीय जनता पार्टी जो कर्मी माने बिना लाभ लोभरे दिन राति खटी से निश्चय श्रेय देवी। माँ बिरजा आशीर्वाद नहीं समस्त श्रेय देवी।